କହିବେ ଏବଂ ତାହା କରିବେ ନଷ୍ଟ ହେଇଗଲା। କିନ୍ତୁ ମହାଭାରତ ଯୁଦ୍ଧ ପରେ ଯୁଧିଷ୍ଠିରଙ୍କର ମୋହ ହେଲା। କିନ୍ତୁ ଯୁଧିଷ୍ଠିରଙ୍କର ମୋହଟା ଏତେ ଗାଢ଼ ହେଲା ଯେ, ମୋହ ମାନେ କ'ଣ? ମୋହର ଅର୍ଥ ସେଦିନ ମୁଁ କହୁଥିଲି ନା, ଅସତ ବସ୍ତୁରେ ଅନୁରାଗ। ଅସତ ବସ୍ତୁ ପ୍ରତି ଅନୁରାଗଟା ହେଉଛି ମୋହ। ଯାହା ମୋର ନୁହଁ ତାକୁ ମୋର ବୋଲି କହି ପ୍ରୀତି କରିବାଟା ହେଉଛି ତ ମୋହ। ଆଉ କ'ଣ? ଏଇ ଜଗତର କୌଣସି ବସ୍ତୁ ଆମର ନୁହଁ। ଯୁଧିଷ୍ଠିର ମହାରାଜାଙ୍କର ଯୋଗୁଁ କିଛି ହେଇନି, କିନ୍ତୁ ଯୁଧିଷ୍ଠିର ମହାରାଜ ବିଚାର କରିନେଲେ ଯାହା କିଛି ହେଇଛି ତା ପଛରେ କାରଣ ହେଉଛି ମୁଁ। ଏତେ ଶିଶୁମାନେ ଅନାଥ ହେଇଗଲେ, ଏତେ ସ୍ତ୍ରୀମାନେ ବିଧବା ହେଇଗଲେ, କେବଳ ମୋର ତୁଚ୍ଛ ରାଜ୍ୟ ଭୋଗ ଇଚ୍ଛା ଯୋଗୁଁ ହିଁ ମହାଭାରତ ଯୁଦ୍ଧ ହେଲା। ତୁଚ୍ଛ ରାଜ୍ୟ ଭୋଗ ଇଚ୍ଛା ଯୋଗୁଁ ମହାଭାରତ ଯୁଦ୍ଧ ହେଲା। ଆଉ ଏସବୁ କିଛି ଘଟିଗଲା। ତେଣୁ ତାର କାରଣ ହେଉଛି ମୁଁ। ବ୍ୟାସଦେବ କେତେ ବୁଝେଇଲେ ଯେ ତମେ ଧର୍ମ ଯୁଦ୍ଧରେ ଜୟଲାଭ କରିଛ, ଏଇଟା ତମର କୃତିତ୍ୱ, ଯଶ, ଖ୍ୟାତି। ଆଉ ତାପରେ ପ୍ରଜା ପୀଡ଼କ ଥିଲା ଦୁର୍ଯ୍ୟୋଧନ। ତମେ କ୍ଷତ୍ରିୟ, ତମର ବାପାର ଦାୟାଦ ସୂତ୍ରରେ ତମେ ଯାହା କିଛି ପାଇବାର ଥିଲା ତମ ହକକୁ ତମେ ସାବ୍ୟସ୍ତ କରିଛ। ତେଣୁ ଧର୍ମର ଯୁଦ୍ଧରେ କ୍ଷତ୍ରିୟମାନଙ୍କୁ ଜୟ କରିବା ବିଧେୟ ତମେ ଜୟ କରିଛ। ଆଉ ଯଦି ତମେ ଭାବୁଛ ପାପ ପଙ୍କରେ ଘାଣ୍ଟି ହେଇଛ, ଅନେକ ପ୍ରକାର ପାପ କରି ବସିଛ, ତାହେଲେ ଅଶ୍ୱମେଧ ଯଜ୍ଞ କରିକି ଉଦ୍ଧାର ହେଇଯିବ। ସେଥିପାଇଁ ଏତେ ଚିନ୍ତା କାହିଁ କରୁଛ? ରାଜା ହୋ। ପରୀକ୍ଷିତ ଯୁଧିଷ୍ଠିର ମହାରାଜ କିନ୍ତୁ ବୁଝିବାରେ ନାରାଜ। କୃଷ୍ଣ ମଧ୍ୟ ଲାଗିଲେ ବୁଝେଇବା ପାଇଁ। କୃଷ୍ଣ ବୁଝେଇବା ଯୋଗୁଁ ଯୁଧିଷ୍ଠିର ମହାରାଜ କହିଲେ, କେଶବ ତମ କଥା ବହୁତ ଶୁଣିଲି, ଆଉ ଶୁଣିବାକୁ ନାହିଁ। ବାବାରେ, ସୁଭାଷ ପ୍ରଭୁ କି ଜୟ ହୋ। ସୁବୁଧି ପ୍ରଭୁ ଆସନ ତ ଆଗକୁ ଆସ। ଏପଟେ ମା ମାନେ ଆଗକୁ ଯଦି ଆସିଯିବେ ଭଲ। ତେବେ ଯୁଧିଷ୍ଠିର ମହାରାଜଙ୍କର ମୋହ କିନ୍ତୁ ତୁଟିଲାନି କୃଷ୍ଣଙ୍କ ପାଇଁ। କୃଷ୍ଣ କହିଲେ, କୃଷ୍ଣକୁ ଯୁଧିଷ୍ଠିର ମହାରାଜ କହିଲେ, କେଶବ ଆପଣଙ୍କ ପ୍ରେରଣାରେ ସବୁକିଛି ହେଲା, ତଥାପି ଏତେ ଗୁଡ଼ିଏ ଅନର୍ଥ ହେଇଗଲା, ଏତେ ପାପ ହେଲା। ମୋତେ ଆଉ ଏବେ କିଛି କହନ୍ତୁନି ରାଜ୍ୟ ଭୋଗ କରିବା ପାଇଁ, ରାଜ ଶାସନ ସମ୍ଭାଳିବା ପାଇଁ। ବରଂ ଜୀବନରେ ମୁଁ ଏବେ ଜୀବନ ବଞ୍ଚିଥିଲା ପର୍ଯ୍ୟନ୍ତ ଜଙ୍ଗଲକୁ ଯିବି, ତପସ୍ୟା କରିବି, ତପସ୍ୟା ଅଗ୍ନିରେ ପାପକୁ ନଷ୍ଟ କରିବି। ତାପରେ ମରିବା ପରେ ନରକ ଭୋଗ କରିବି। ଆଉ ରାଜଦଣ୍ଡ ସମ୍ଭାଳି ମୁଁ ଆଉ କିଛି କରିବାକୁ ଚାହୁଁ। କୃଷ୍ଣ କହିଲେ, ଭଲ ପାଇଟି ହେଲା। କହିଲେ, ଯୁଧିଷ୍ଠିର ଭାଇ, ଆପଣ ପିତାମହ ଭୀଷ୍ମ ଯାହା କହିବେ ମାନିବେ କି ନାହିଁ କହନ୍ତୁ। ସେ କହିଲେ, ହଁ ପିତାମହ ବିଚାର ଯଦି କରିବେ ତାହେଲେ ବୁଝାଯିବ।